ଟାଙ୍କି ନାନି ବସି ଅଛି କଡ଼ା ଗଣ୍ଡା କରୁଅଛି। ରାତି ତ ପାହିଲାଣି ପାହିବାକୁ ହେଲାଣି। ନ ଭଜିଲୁ ରାମ ହରି କାଳ ନବ ବାଳ ଧରି। କେତେ କଥା କହୁଛୁ ରେ ଛାତି ତ ପୁଲାଇ। ଆସିଛୁ ଅଢ଼େଇ ଦିନକୁ କହୁଛୁ ତୁ ତୋର ଯିବ ବୁଲେଇ। କେତେ କଥା କହୁଛୁ ଯିବ ବୁଲେଇ। ମତେ ଅଣ୍ଟା ହଲେଇ ଦେଖଉଛୁ କେତେ ଫୁଲେଇ। ଇଏ ଫୁଲେଇ ଯୁଗ ତୋର ଚଳିବ ନାହିଁ। ଆଉ କିସ ପରା ଆଉ ବଳିବ ନାହିଁ। ବିନାଶ ଯୋଗ ଯେବେ ହୋଇବ ତୋର ରକ୍ତ ନଦୀରେ ପରା ଶୋଇବେ ବର। ଆଗକୁ ଆହୁରି ଭୟଙ୍କର ରୂପ ହବ। କଳିର ବିକାଟ ରୂପ ହବ। ଦେବୀ ମାନେ ଖପର ମୁଖା ହେବେ, ରକ୍ତ ମୁଖା। ଦେବତା ମାନେ କୂଟ କରିବେ, ଯମ ମାରିବେ, ଇନ୍ଦ୍ର ବର୍ଷା ହେବେନି, ଧରିତ୍ରୀ ପାଳିବେନି, ଦେବତା ମାନେ କି ଶୁଣିବେନି। ସେଇଠୁ କାହାକୁ ଡାକିବ? नमस्कार जय श्री जगन्नाथ दर्शक बंधु ମୁଁ ଦେବାନନ୍ଦ ଆପଣଙ୍କୁ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ ଆପଣ ସିଧାସଳଖ ଦେଖିପାରୁଥିବେ ଆଜି ଆମ ସହିତ ବେଣୁ ବାବା ଯୋଡ଼ି ହେଇଛନ୍ତି। ଗୋଟେ ଗୁପ୍ତ ସ୍ଥାନରେ ବାବା ଆମ ସହିତ ଆଜି ସାକ୍ଷାତ ହେଲେ। ଆଉ ବାବାଙ୍କୁ ସିଧାସଳଖ ଆମ ସହିତ ମୁଁ ଯୋଡ଼ିଛି, କିନ୍ତୁ ବାବାଙ୍କ ସହିତ କଥା ହେବା ଆପଣ ଦେଖନ୍ତୁ। ବାବା ଏକ ଗୁପ୍ତ ସ୍ଥାନରେ ରହିଛନ୍ତି। ନେମାଳ ଯିବା ବାଟରେ ଇଏ ନଈବନ୍ଧ କୂଳରେ ଏକ ନିକାଞ୍ଚନ ଜାଗା ଅଛି। ସେ ଜାଗାର ନାଁ ବାବାଙ୍କ ସହିତ କଥା ହେଲେ ଜାଣିବା। ଆମ ସହିତ ଯୋଡ଼ି ହେଇକି ରହିଥାନ୍ତୁ ଭିଡ଼ିଓର ଶେଷ ପର୍ଯ୍ୟନ୍ତ। ବାବା ଆପଣଙ୍କୁ ପ୍ରଣାମ ଏବଂ ଆମ ଚ୍ୟାନେଲକୁ ସ୍ୱାଗତ। ବହୁତ ଦିନ ପରେ ବାବା ଏଇଠିକି ଆସନ୍ତୁ। ବାବା ଆପଣ ବହୁତ ଦିନ ପରେ ଆମ ସହିତ ସାକ୍ଷାତ ହେଇଛନ୍ତି ଆଜି। ଆଉ ଆପଣ ଏକ ନିକାଞ୍ଚନ ଜାଗାରେ ରହିଛନ୍ତି, ଆର ରହସ୍ୟ କ'ଣ? ମୁଁ ଆସି ନେମାଳରେ ରହିଲି। ନେମାଳ ଠାକୁର ମତେ କହିଲେ ତୁମେ ବେଣୁ ବାବା ଅଢଙ୍ଗରେ ରହିଲାଙ୍କୁ ଯଦି ତମକୁ ଭଲ ନ ଲାଗୁଛି ତମେ ନେମାଳରେ ଯାଇକି ରୁହ। ତମେ ଯଦି ଦୁଃଖ କଷ୍ଟ କରିକି ଯଦି ରହିପାରିବ ନେମାଳରେ, ଖାଅ କି ନ ଖାଅ କାହାକୁ କହିବନି, କାହା ସାଙ୍ଗେ କଳି କରିବନି, କାହା ସାଙ୍ଗେ ପାଟି କରିବନି, କାହାକୁ ମାଗିବନି ହାତ ବଢେଇକି। ଯଦି ଏ ସବୁ ଦୁଃଖ କରିପାରିବ ନେମାଳରେ ଯାଇ ଗୁପ୍ତବନରେ ଯଦି ରହିବ, ମୁଁ ତମକୁ ଗୁପ୍ତବନ ନେଇକି ରଖିବି। ମୁଁ କହିଲି କୋଉ ଜାଗା ଆଜ୍ଞା? ନା ତମେ ଆଗ ଏଠି ମାସେ ଦେଢ଼ ମାସେ ଏଠି ପଦ୍ମବନ ଚାରିକର ଯାକ ଭ୍ରମ। ମୁଁ ଭୋକ ଉପାସରେ ଆଜ୍ଞା ବହୁତ ବୁଲିଲି, ଅବଶ୍ୟ କେହି ମତେ ଦେଲେ ନାହିଁ। ତଥାପି ମୁଁ କାହାକୁ ବି କହିଲି ନାହିଁ। ଯିଏ ବି ପଚାରନ୍ତି କହନ୍ତି ହଁ ଖାଇଛୁ? ମୁଁ କହିଲି ହଁ ଆଜ୍ଞା ଖାଇଛି, କହେ ନାହିଁ। ଆଜିକି ମୁଁ ଦେଢ଼ ମାସ ହେଲା ଆଇଲିଣି। ପୁଣି ଏ ଗାଁକୁ 4 ଦିନ ହେଲା ଯାଇଥିଲି ଭାରି। ପୁଣି ଠାକୁର କହିଲେ ଆରେ ମୁଁ ପୁଣି ଆସିଛି କାଲିଠାରୁ ଆସିକି ଆଜ୍ଞା ଏଇ ଜାଗାରେ ବିଶ୍ରାମ ନେଉଛି। ଏଇ ଜାଗାରେ ମୁଁ ରହିଛି, ଆଉ ରହିବି ବୋଲି ଆଶା ମତେ ଅଚ୍ୟୁତ ଗୁରୁଦେବ ମୋର ଏଇ ଜାଗା ମତେ ସ୍ଥାନ ଦେଖେଇଛନ୍ତି। ଦେଖିବା ଆଗକୁ କ'ଣ ହଉଛି। ତେଣୁ ଆପଣମାନେ ଦେଖନ୍ତୁ, ମୁଁ ମିଛ କହୁନାହିଁ। ଏ ଦାରୁ ଗଛ ଆଗରୁ ବି ପୂଜା ହଉଥିଲା। ଏ ଦାରୁ ଗଛ ଶୋଇପଡ଼ିଛି। ମୁଁ ଯେତେବେଳେ ଆସିବାକୁ ଏଠି ଆସି ପାଦ ଦେଲି, ଏ ଦାରୁ ଗଛ କତିରେ ମୁଁ ଆସି ବସିଲି। ବସିଲା ଭିତରେ ମୁଁ କହିଲି ଏଠି ମୁଁ ଯଦି ରହିବି, ପ୍ରଭୁ ଯଦି ନ ରହିବେ ମୁଁ ରହିବି ନାହିଁ। ସେଇଠୁ ସେ ଯୋଉ ବାବା ଅଛନ୍ତି ଦରିଆ ବାବା ବୋଲି, ସେ ମତେ କହିଲେ ଆପଣଙ୍କର ଯଦି ଆଜ୍ଞା କ'ଣ ହଉଛି, ଏ ଆଜ୍ଞା ତ ମତେ ଆଗରୁ ଥିଲା, ଆପଣଙ୍କର ଯାହା ଆଜ୍ଞା ହଉଛି ଆପଣ କରନ୍ତୁ। ତେଣୁ ସିଏ ଦରିଆ ବାବା ବି ମତେ ସାହାଯ୍ୟ କଲେ, ମାଟି ମୁଟି ଆଣିକି ଦେଲେ, ମୁଁ କଲି। ତାପରେ ଅଷ୍ଟପରି ଏଠି ତାଙ୍କର 13-14 ବର୍ଷ ହେଲା ହଉଛି। ଏ ବର୍ଷ ମୁଁ ସାମିଲ ତାଙ୍କ ସାଙ୍ଗରେ ନେଲି, ଭିକ ଦୁଃଖ ମାଗିକି ଏଠି ବି କଲୁ। ଭାରି ମତେ ଆନନ୍ଦ ଲାଗିଲା। ଲୋକ ଗରିବ ସନ୍ନ୍ୟାସୀ ଜଣେ ପଛେ ଗୃହୀ ହଉ, ଲୋକ ତାର ଆତ୍ମାଟା ବହୁତ ନିର୍ମଳ ଅଛି। ମୁଁ ବି ବହୁତ ଆନନ୍ଦ ହେଲି। ମୁଁ 20 ବର୍ଷ ବୁଲି ବୁଲି ଏମିତିଆ ମଣିଷ ପାଇନଥିଲି। ତଥାପି ମୁଁ ସେ ଅଚ୍ୟୁତଙ୍କୁ କହୁଛି, ହେ ଅଚ୍ୟୁତ ମତେ ଏଠି ରହିବାକୁ ସ୍ଥାନ ଦିଅ। ଇଏ ପୁଅଟା ଯଦି ପ୍ରକୃତରେ ମୋ ପୁଅ ହେଇଥିବ ମୁଁ ତ ଜାଣିନାହିଁ, ମୁଁ ମାୟାରେ ପଡ଼ିଛି। ଯଦି କେତେ ଜନ୍ମର ମୋର ଇଏ ସନ୍ତାନ ହେଇଥିବ, ତେବେ ସିଏ ମୋ ସନ୍ତାନ ହବା କଥା। ମୁଁ ତାର ସନ୍ତାନ ରୂପରେ ଏଠି ଗୁପ୍ତରେ ନୀଳା କିଛି କରିବି ବୋଲି ଆଶା ଅଛି। ତେଣୁ ଆପଣମାନେ ସମସ୍ତେ ମାନେ ଭକ୍ତମାନେ ଏବଂ ସାଧୁ ସନ୍ଥ ଗୁରୁଜନ ମାନେ ମୋର ଯାହା ଯାହା ଆଶା ଅଛି ମୁଁ ଆପଣମାନଙ୍କୁ ଜଣେଇବି। ଏଇ ଜାଗାରେ ମୁଁ ନୀଳା କରିବି। କିଛି ବାଟ ଦୂରେଇ ଯାଇଛି, ମତେ ପ୍ରଭୁ ଗୁରୁଦେବ ଅଚ୍ୟୁତ କହିଲେ ଦେଖେ ଏ ଜାଗାରେ ତୁ ରହନା, ନିନ୍ଦା ମୁଁ ହେବି। ତୁ ଗୋଟେ କାମ କର, ଦରିଆ ସେପାରି ଯା, ସେଠି ମୋ ଭକ୍ତ ଜଣେ ଅଛି, ସେଠି ତୁ ବିଶ୍ରାମ ନେ। ସେଇଠି ରହିକି ତୁ ତୋର ଆଶ୍ରମ ଖଣ୍ଡେ କର। ସେଇଠି ଆଗରୁ ଆଶ୍ରମ ଅଛି, ତୁ ଗୋଟେ ଖଣ୍ଡେ ଟୁଙ୍ଗି କରିବୁ। ସେଠି ରହିକି ତୋ ଭକ୍ତମାନଙ୍କୁ ସେଇଠି ମଗେଇକି ତୁ ତୋର ନୀଳା ଆରମ୍ଭ କରିବୁ। 26-27ରୁ ଆରମ୍ଭ ହେଇଯିବ। ଜୟ ଜଗନ୍ନାଥ। ମୁଁ ବାବା ରହିକି ଆପଣଙ୍କୁ ଜଣଉଛି। ତେଣୁ ଗୁରୁ ବି ମନା କରିଛନ୍ତି ଗୁପ୍ତ କଥା କହିବୁନି। ଗୁପ୍ତର ମାଳିକା ଆମେ କ'ଣ ଆଜ୍ଞା ପଢିଛୁ? ଆମେ ତ ମୂର୍ଖ। ତଥାପି ଗୁରୁଦେବ ଅଚ୍ୟୁତ କହିଛନ୍ତି ଚାବି ପଡ଼ିଛି, ଗୁପ୍ତ କଥା ମୋର କହିବ ନାହିଁ, କୋଠ ଧନ ମୋର ମୁକୁଳା ହବ କହିଛନ୍ତି। ବାବା ବାବା ଆପଣ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠର ମାତ୍ର କିଛି ଦୂରରେ ଅଛନ୍ତି। ଆପଣ କହିଲେ ଆପଣ ଏମିତି କିଛି କ'ଣ? ମତେ ଆଜ୍ଞା ହେଲା, ମୁଁ ଏଠି ଆସିଛି। ମତେ ଠାକୁର ଡାଇରେକ୍ଟ କହିଲେ ଏଇ ଜାଗା ଯା, ସେଠି ରହିବୁ। ମୁଁ ଆସିଛି। ତାପରେ ଏ ଯୋଉ ସାଧୁ ଜଣକ ଅଛନ୍ତି, ଏ ଯୋଉ ମା ଜଣକ ଅଛନ୍ତି, ଇଏ ବି ବହୁତ ଆନନ୍ଦିତ। ଆଙ୍କର ପରିବାର ସହକାରେ ମତେ ବି ଭାରି ଭଲ ପାଉଛନ୍ତି। ତେଣୁ ମୁଁ ଆଙ୍କ ମାୟାରେ ବି ବନ୍ଦନ ହେଇଯାଇଛି।
ଦେଖିଆ ଜଗନ୍ନାଥ କଣ କରୁଛନ୍ତି ଆଉ ସେ ଅଚ୍ୟୁତ କଣ କରୁଛନ୍ତି। ମୁଁ ତ ଛାର ମାନବ ପାଗଳ ବାଗଳ ବାଇଆ ଲୋକ ଆପଣମାନେ ତ ଜାଣିଥିବେ। ତେଣୁ ଠାକୁରଙ୍କ ଇଚ୍ଛା ଯୋଉଠି ନେଇକି ପହଞ୍ଚେଇବେ ସେଥିରେ ବାବା ବାବା ଏଇ ଘଡ଼ି ସନ୍ଧି ମୁହୂର୍ତ୍ତରେ ଆପଣ ତ ଗୁପ୍ତରେ ରହୁଛନ୍ତି, କାହାକୁ ଦର୍ଶନ ଦଉନାହାନ୍ତି, କାହାକୁ ଦେଖା କରୁନାହାନ୍ତି, କିନ୍ତୁ ଏ ସନ୍ଧି ମୁହୂର୍ତ୍ତରେ ଅନେକ ସଙ୍କଟ ସମୟ ମାଡ଼ି ଆସୁଛି ଏବଂ ଅନେକ ସବୁ ପରିବାରରେ ଭୟର ବାତାବରଣ ନାଇଁ ନାଇଁ ଏବଂ ବାହାରକୁ ବାହାରିବାକୁ ସରକାରଙ୍କର କଟକଣା ଲାଗିଲାଣି। ଆଜ୍ଞା ଲୋକ ଲାଗିବ ଘର ସବୁ ସରକାର ସବୁ ନେଇଯିବେ ଯେହେତୁ ସରକାର ଆଇନରେ ଆଗକୁ ଯିବ। ଆଗକୁ ନଗଲେ ଏ ଯୋଉ ମାନବ ମାନେ ଆଉ ମଣିଷ ନାହାନ୍ତି, ରାକ୍ଷସ ହେଇଗଲେଣି। ଆଉ କେହି କାହାକୁ ମାନୁନାହାନ୍ତି, କୋଉ ଝିଅ ପୁଅକୁ ମାନୁନାହାନ୍ତି, କି ଗୁରୁଜନ ମାନଙ୍କୁ ମାନୁନାହାନ୍ତି। ତେଣୁ ଏ ଘର ସବୁ ଆସ୍ତେ ଆସ୍ତେ ସବୁ ଭାଙ୍ଗି ଭାଙ୍ଗି ଯିବ, ନାରଖାର ହେଇଯିବ। ଆଗକୁ ଆପଣଙ୍କର ଜାଣିଥିବେ ଯୁଗ ଜାଣିଥିବେ ଏ 4 ଯୁଗ ଚାଲିଗଲାଣି। ଆଉ ଗୋଟେ ଅନନ୍ତ ଯୁଗ ଅଛି ଗୁପ୍ତ, ସେ ବାଳକ, ସିଏ ହଉଛି ଯୁଗ ଚାଲିବ। ତେଣୁ ବାଳକ ଛୁଆଟା ସିଏ କଣ ସେ ରାଜନୀତି କରିବ। ତେଣୁ ରାଜ କେହି ନଥିବେ, ଅରାଜ୍ୟ ହେଇଯିବ। ତେଣୁ ବହୁତ ବଡ଼ ବଡ଼ ଜିନିଷ ଅଛି। ଆମେ ଯଦି ସେ ପ୍ରଭୁ ଶ୍ରୀରାମଙ୍କୁ ଧରି କି ଦେବମାନଙ୍କୁ ଧରିକି ସତ୍ସଙ୍ଗରେ ଯିବା, କିଛି ଭାଗବତ ପୁରାଣ ପଢ଼ିବା, ଭଗବାନଙ୍କର ନାରାରେ ଆମେ ଜୟ ଜଗନ୍ନାଥ ସମେତ ଡାକିବା, ବଞ୍ଚିବା। ଆପଣମାନେ ଜାଣିଥିବେ ଭେଣ୍ଡା ପୁଅ କାଲି ସକାଳେ ଦେଖିଥିବେ ସେ କୁଆଡ଼େ ଯାଇଥିବ ଆଉ ଫେରୁ ନାହିଁ। ଆପଣ କାଲି ଦେଖିବେ ବୋପା ଖଟରେ ଶୋଇଛି ଚାଲି ଯାଉଛି। ଆପଣ କାଲି ଦେଖିବେ ମୋ ଭଉଣୀ ଏଇଠି ଯାଇଥିଲା ଗାଡ଼ିରେ କୋଉଠି ମରିଗଲା। ତେଣୁ ଏମିତି ଆଗକୁ ବହୁତ ବିପଦ ଘଟି ଆସିବ। ଆମେ କାହିଁକି ବାବା? ଏକମାତ୍ର ବାଟ ଅଛି ପ୍ରଭୁଙ୍କ ନାଁ ଜପିବା, ସତ୍ସଙ୍ଗରେ ଯିବା, କାହାର ଟଙ୍କାଟେ ଖାଇବା ନାହିଁ, କାହାକୁ ବେସମ୍ମାନ କଥା କହିବା ନାହିଁ, ଗୁରୁଜନଙ୍କୁ ଦେଖି ତାଙ୍କ ପଣିପାତ ହବା। ତେଣୁ ଇଏ ହଉଛି ପ୍ରଭୁଙ୍କର ଶ୍ରୀରାମଙ୍କର ସବୁ ବାଣୀ। ତେଣୁ ଆମେ ଦେଖିବା ଏଇ ପ୍ରଭୁ ନାଁ ଜପିଲେ। ଆପଣ ଦେଖନ୍ତୁ ଶ୍ରୀଲଙ୍କାରେ ରାବଣ ଜନ୍ମ ହେଇଥିଲେ ରାକ୍ଷସ ବୋଲି, ତାଙ୍କ ଭାଇ ବିଭୀଷଣ ଜନ୍ମ ହେଇଥିଲା। ଖାଲି ପ୍ରଭୁଙ୍କର ଶରଣ ପଶିଗଲା, ଦେଖ ସିଏ ଜଣେ ରହିଗଲେ ଆଉ ସବୁ ମରିଗଲେ। ତେଣୁ ଲଙ୍କା ଧ୍ୱଂସ ହେଇଗଲା। ତେଣୁ ଇଏ ଲଙ୍କା ବି ଧ୍ୱଂସ ଦିନେ ହେଇଯିବ। ପ୍ରଭୁ କହିଛନ୍ତି ରାମଙ୍କୁ କହିଥିଲେ, ମାନେ ରାମ ରାବଣକୁ କହିଥିଲେ, କହିଲେ ହେ ରାମ ଶୁଣିଥା ଗୋଟେ କଥା ନା କଣ ନା ମୁଁ ଗୋଟାଏ ରାବଣ ଥଲି ବୋଲି ତୁ ମାରିଦେଲୁ ସିନା, ମୁଁ କୋଟି କୋଟି କଳି ଯୁଗରେ କୋଟି କୋଟି ରାବଣ ହେବି। ତୋର ଯୋଉଠି ନାମ ଭଜନ ସେଇଠି ହଉଥିବ, ସେଇଠି ମୁଁ କଳି ଯାଇକି ପ୍ରଳୟ କରିବି। ରାମ କହିଥିଲେ ଦେଖେ ମୋ ନାଁ ରାମ, ଯଦି କୋଟି କଣ ଯେତେ କୋଟି ହବ ସବୁ ଗୋଟା ଗୋଟା କରି ମୁଁ ନିପାତ କରିବି। ମୋ ଯୁଗ ସତ୍ୟକୁ ମୁଁ ଆଣିବି। ସେ 37 ସତ୍ୟ ରାମ କହିଛନ୍ତି, 3 ବାର ଗାର କାଟିକି କହିଛନ୍ତି। ତେଣୁ ସେ ଯୁଗ ଆସିବ, ଅନନ୍ତ ଯୁଗ। ତେଣୁ ଆମେମାନେ ଯଦି ଠିକ କର୍ମ କରିଥିବା ଅନନ୍ତ ସରକାର ହେବେ, ଆମକୁ ନେବେ, ତ ନେବେ ନାହିଁ। ତେଣୁ ଆମେ କୋଉ ଜାଗାରେ ସ୍ଥାନ ପାଇବାନି। ସ୍ୱର୍ଗ ମର୍ତ୍ତ୍ୟ ପାତାଳ 3 ପୁର କଣ 21 ମଣ୍ଡଳରେ ବି ସ୍ଥାନ ମିଳିବନି ଯଦି ଆମ କତିରେ ଧର୍ମ କର୍ମ କିଛି ନଥିବ। ତେଣୁ ମୁଁ ଆପଣମାନଙ୍କୁ ନେଉରାଇ କହୁଛି, ମୁଁ କାହାକୁ କହୁନି ମତେ ଟଙ୍କାଟେ ଦିଅ କି ମତେ ଖାଇବାକୁ ଦିଅ, ମତେ ସମ୍ମାନ ଦିଅ। ଆମେ ସାଧୁ ସନ୍ଥ ମା ଭଉଣୀ ମାନେ, ମଉସା ମାଉସୀ କୁନି ଭାଇ ଭଉଣୀ ମାନେ ସମସ୍ତେ ମାନେ ଏକ ନାରା ହୁଅ, ଆମ ଓଡ଼ିଶା ଦେଶ ସୁନାର ଦେଶ ରହୁ। ଆଉ ଦେଖନ୍ତୁ କେତେ ଦେଶ ଆଜି ଯାଏ ସବୁ ଯୁଦ୍ଧ ହଉଛି, କେଡ଼େ କେଡ଼େ ବଡ଼ ବଡ଼ ଦେଶ ଧ୍ୱଂସ ହେଇ ଯାଉଛି। ତେଣୁ ଆମ ଓଡ଼ିଶା ଦେଶ ଜଗନ୍ନାଥ ଭଲ କି ଘଣ୍ଟ କି ଘୋଡ଼େଇକି ରଖିଛନ୍ତି। ଏବଂ ମା ମାନେ ଯୋଉ ଦେବୀ ମାନେ ସବୁ ଗ୍ରାମେ ଗ୍ରାମରେ ଅଛନ୍ତି ସେମାନେ ବି ରଖିଛନ୍ତି। ସେମାନେ ଯୋଉଠୁ ଉଗ୍ରଚଣ୍ଡୀ ହେଇଯିବେ, ତେଣୁ ଆମକୁ ସବୁ ବିନାଶ କରି ଖାଇଯିବେ ତଣ୍ଟି କଣା କରି। ଜୟ ଜଗନ୍ନାଥ, ଜୟ କଳ୍କି ରାମ। ବାବା ଆପଣ ତ ଅନର୍ଗଳ କହି ଯାଉଛନ୍ତି, କିନ୍ତୁ ବାବା ଆପଣ କହିଲେ ଅନେକ ଭୟଙ୍କର କଥା କହିଲେ। କିଛି ସମୟ ପୂର୍ବରୁ କହିଲେ ଘରୁ ଯିଏ ବାହାରକୁ ଯିବେ ସିଏ ଘରକୁ ଫେରିପାରେ। କାହିଁକି? କାରଣ କଣ? ତା ଭିତରେ ଧର୍ମ କର୍ମ କିଛି ନାହିଁ। ତେଣୁ ତାଙ୍କ ମୁଣ୍ଡରେ ଭୂତ ପଶିବ, ସେମାନେ ମାନବ ନଥିବେ। ଯେମିତି ରାକ୍ଷସ ମାନେ ସବୁ ଧ୍ୱଂସ ହେଲେ, ଇଏ ନିଜକୁ ନିଜ ସବୁ ଧ୍ୱଂସ ହେବେ। ପ୍ରଭୁଙ୍କର ସୁଦର୍ଶନ ଚକ୍ର ଗୁପ୍ତରେ ଚାଲିଲାଣି। ଆପଣମାନେ ତ ସବୁ ଟିଭିରେ ଦେଖୁଥିବେ କେତେ କେତେ ଲୋକ ମରିଯାଉଛନ୍ତି, କେତେ ହଣାକଟା ହଉଛନ୍ତି। ଏଇ ଦେଖନ୍ତୁ ଗୋଟେ ଯାତ୍ରା ଗୋଟେ ହଉଥିଲା, ଦେଖ ସେଠି ଘୂର୍ଣ୍ଣିଝଡ଼ ହେଲା, ସବୁ କେତେ ଧ୍ୱଂସ ହେଇଗଲା, କେତେ ଲୋକ ବି ଖବିରା ହେଇଥିବେ। ଏମିତି ହବ। ତେଣୁ କେହି ଜାଣିବେନି। ଆମେ ଯାତ୍ରା ତୀର୍ଥ କୋଉଠି ଗୋଟେ ହଉଥିବ, ଏଇ ଧର ଆପଣ ଖଣ୍ଡଗିରି ହଉଛି, ଲକ୍ଷ ଲକ୍ଷ ଲୋକ ଅଛନ୍ତି, ସେଠି ଗୋଟେ ଏମିତିଆ ଗୋଟେ ବାତ୍ୟା ଆସିବ କି ଭୂମିକମ୍ପ ବେଳେ ଆସିବ, ସବୁ ଧ୍ୱଂସ ହେଇଯିବେ, ସବୁ ତଳକୁ ପଳେଇବେ। ସେମିତି କିଛି କହିହେବନି। ଆମର ଯଦି ଧର୍ମ ବଳ ଥବ, ଆମେ ଯଦି ଧର୍ମ ଲୋକ ନଥିବା ଯାଇଥିବା ଯାତ୍ରା ଦେଖିବାକୁ, ପ୍ରଭୁ କଣ କରିବେ? ପ୍ରଭୁ ପାପିକି ରଖିପାରିବେନି। ତେଣୁ ତପିକି ରଖିବା ବି ଭାରି କଷ୍ଟ। ତାରି ଭିତରେ ପାପି ତପି ମିଶିକି ଥିବେ ନା। ତେଣୁ ପ୍ରଭୁ ବି ସଙ୍କଟରେ ପଡ଼ିଗଲେଣି। ତେଣୁ ମୁଁ କଣ କରିବି ଆଜ୍ଞା? ପ୍ରଭୁ ବିନା ମୁଁ କିଛି ଜାଣିନାହିଁ। ପ୍ରଭୁ ମତେ ଯେତିକି କହୁଛି, ପ୍ରଭୁ ମତେ ଗୋଟେ ପିମ୍ପୁଡ଼ି ଭଳିଆ ଜନ୍ମ ଦେଇଛନ୍ତି। ପ୍ରଭୁ ମୋ କଣ୍ଠରେ ଯେତିକି କହୁଛନ୍ତି ମୁଁ ସେତିକି କହୁଛି। ପ୍ରଭୁ ମତେ ଆଜିକି 20 ବର୍ଷ ହେଲା ପାଗଳ କରି ମୋ ସଂସାର ସବୁ ଭାଙ୍ଗିଲେ, ମତେ ମାଡ଼ ଗାଳି ଦେଇ ମୋର ସବୁ ହଜେଇ ହାଜେଇ ନେଇଗଲେ। ତଥାପି ମୋର ସେଇ ପ୍ରଭୁ ବିନା ମୁଁ ବଞ୍ଚି ପାରୁନାହିଁ। ତେଣୁ ପ୍ରଭୁ ବିନା ମୁଁ କିଛି ଆଉ ଜାଣିନାହିଁ। ସୃଷ୍ଟିଟା କଣ ମୁଁ ଜାଣିନାହିଁ। ମୁଁ ଜାଣିଛି ପ୍ରଭୁ ଅଛି ତ ସବୁ ଅଛି। ପ୍ରଭୁ ନାହିଁ ତ ଏ ସୃଷ୍ଟିଟା ଅନ୍ଧାର।
प्रभु नहीं तो ये सृष्टि किछि लोड़ा नहीं प्रभु बिना मो अन्य गति रे बंचे नहीं हे प्रभु हे अच्युत तम पादरे मोर कोटि कोटि शरण थाउ हे अच्युत तमर सही सत्य जुग पुणी फेरी आसु ए मानव माने बदली जातु ए माँ माने पुणी फेरी आसतु निजर संसार करंतु बुझामणा भूल होउची ताकू संस्कार करंतु भागवत पुराण पढ़ंतु सत्संग करंतु गुरु करंतु तेणु उद्धार बाट एतिकी जय जगन्नाथ। बाबा बाबा ଆପଣଙ୍କୁ ତ ଅନେକ ଜାଗାରେ ଆମେ ଦେଖିଛୁ ପାଗଳ କହିକି ନିନ୍ଦା କରନ୍ତି ତଥାପି ବି ଆପଣ ଅନେକ ଭୟ ଭୟ କଥା ସବୁ କହୁଛନ୍ତି ଏବଂ ମହାପୁରୁଷ ଯାହା ସବୁ କହିଛନ୍ତି ମହାପୁରୁଷ ଲେଖିଛନ୍ତି ଅଢଙ୍ଗରେ ମୋର ଭକ୍ତ ଜନ୍ମ হবে ବେଣୁଧର ପାଗଳ ଭଙ୍ଗା ଘର ଥିବ ମୂଲିଆ ଥିବ ଲୋକମାନେ ଥଟା ପରିହାସ କରୁଥିବେ ଟେକା ପଥର ମାରୁଥିବେ ବହୁ କଦର୍ଯ୍ୟ ଦିନ କାଟୁଥିବେ ପୁଣି ଲେଖିଛନ୍ତି ଆଉ ଗୋଟେ ଜାଗାରେ କହିଲେ ରାତ୍ର ପ୍ରାୟ ଭ୍ରମୁଥିବେ ଅଣଖିଆ ବାଲିଆ ମାୟା ବରି ତେଣୁ ବାବା ଆପଣ ତ ଏଇ କଥା ଅନେକ ବାର କହିଛନ୍ତି କିନ୍ତୁ ଏଇ ସବୁ ସନ୍ଧି ମୁହୂର୍ତ୍ତ ଚାଲିଛି ଆପଣ ଯୋଉ ଭୟାବହ କଥା କହିଲେ ଏଇ ସବୁ ଭୟାବହ କଥା କଣ ଏବେ ତ ଆମେ ଦେଖୁଛୁ ଘଟୁଛି କିନ୍ତୁ ଆହୁରି ଆଗକୁ ଏମିତି ଜଟିଳ ହେଇଯିବ କି? ଆଗକୁ ଆହୁରି ବିପଦ ମାଡ଼ି ଆସିବ ଅନ୍ଧକାର ମାଡ଼ି ଆସିବ ଏ ଆଲୋକ ଦୁନିଆ ରହିବ ନାହିଁ ଏ ବୈଜ୍ଞାନିକ ଯୁଗ ରହିବ ନାହିଁ କଳକାରଖାନା ରହିବ ନାହିଁ ବିଭିନ୍ନ ପ୍ରକାର ମାନେ ଇଏ ଯୋଉ ନଈ ନାଳ ରହିବ ନାହିଁ ଇଏ ସମୁଦ୍ର ହେଇଯିବ ତେଣୁ ଇଏ ସାଗର ହେଇଗଲା ପରେ ଲକ୍ଷ୍ମୀ ବଙ୍ଗଦେଶ ଯିବେ ତେଣୁ ଏ ବି ମାଳିକା ମହାପୁରୁଷ ଲେଖିଛନ୍ତି ମୁଁ କହୁନି ମୁଁ ଯାହା ମୋ ଆ ଭିତରେ କହୁଛନ୍ତି ମୁଁ ଏ ମୁଖରେ ଆପଣ ମାନଙ୍କୁ ଜଣାଉଛି ମୁଁ ସ୍କୁଲ ଯାଇନା କି ଖଡି ଧରିନା କି ସିଲଟ ଧରିନାହିଁ ତାଙ୍କର ସେ ଯାହା ମତେ ଶୂନ୍ୟରେ କହୁଛନ୍ତି ହେ ବେଣୁଧର ତୁ ଶୂନ୍ୟରେ କର ଶୂନ୍ୟରେ ପ୍ରଚାର କର ମୁଁ ତୋ ପାଖରେ ଅଛି ତେଣୁ ମୁଁ ଭଗବାନ ନୁହଁ ମୁଁ ବି ଭକ୍ତ ନୁହଁ ମୁଁ ଗୋଟେ ବାହାଦୁର କରୁନାହିଁ ମୁଁ ତାଙ୍କ ପାଦର ଗୋଟେ ରେଣୁ ଟିକେ ନୁହଁ ତଥାପି ସେ ମତେ କେଉଁ ପ୍ରକାର ଭଲ ପାଆନ୍ତି ମୁଁ ବି ଜାଣିନାହିଁ ତେଣୁ ଆପଣ ମାନେ ଦେଖୁଥିବେ ମୁଁ କାହାକୁ କୋଉ ସାଧୁ ସନ୍ତକୁ ସାଙ୍ଗରେ ରୁହେ ନାହିଁ ମୁଁ ମୋର ଏକା ବୁଝାଏ ମୋର ଭକ୍ତ ମାନଙ୍କୁ ବାବା 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 ଆପଣ କହୁଛନ୍ତି ଆପଣଙ୍କୁ କଣ ଶୂନ୍ୟବାଣୀ ହଉଛି? ମତେ ଶୂନ୍ୟବାଣୀ ହଉନି ମୁଁ ପାଠ ପଢିନେ କେମିତି କହୁଛି ମୁଁ ବହି ପଢି ନାହିଁ କି ମାଳିକା ଭିତରେ କହୁନାହିଁ ଏ ଦେଶକୁ ଯାହା ଘଟିବ ମୁଁ ସେଇଗୁଡା କହୁଛି। ବାବା ଆପଣ କେବେ ମାଳିକା ଦେଖି ନାହାନ୍ତି କି ପଢି ନାହାନ୍ତି କିଛି କରିନାହାନ୍ତି ତଥାପି ଆପଣ ଅନର୍ଗଳ କହି ଚାଲିଛନ୍ତି। ଅନର୍ଗଳ ମୋ କଣ୍ଠରେ ସରସ୍ୱତୀ ଅଛନ୍ତି କହୁଛନ୍ତି ମୁଁ କହୁନି ଆଉ ଆଉ 5-10 ମିନିଟ୍ ପରେ ଆପଣ ପଳେଇବେ ମୁଁ କହିପାରିନି ମୁଁ ସଜ ହେଇକି ଅଛି ତେଣୁ ଠାକୁର ଅଛନ୍ତି ମା ଅଛନ୍ତି ମୁଁ କହୁଛି ତେଣୁ ଆଉ 5 ମିନିଟ୍ ଗଲେ ଆପଣ ସେଠି ମତେ ଆଉ ପଚାରିଲେ ମୁଁ କହିପାରିବିନି। ବାବା ଏଇ ଯୋଉ ବାହାର ଦେଶରେ ଯୁଦ୍ଧ ଚାଲିଛି ସେ ଯୁଦ୍ଧକୁ ନେଇକି ଆମ ଭାରତରେ ପ୍ରଭାବ ପଡିଲାଣି ଭାରତରେ ଆମର ଇଏ ଯୋଉ ବାହାର ଦେଶର ଯୁଦ୍ଧ ହେଇଛି ଶୁଣନ୍ତୁ କେହି କାହାକୁ ଭଲ ପାଆନ୍ତିନି ଆମ ବାହାର ଦେଶଙ୍କର ଯୁଦ୍ଧ ହଉଛି ଆମ ଦେଶରୁ ବାହାରକୁ ଆମେ ଯାଉଛେ ଆମ ଜିନିଷ ନବା ଆଣିଆ ହଉଛି ଏଇ ବନ୍ଧୁର ହିସାବ ଅଛି ସେ ବନ୍ଧୁର ହିସାବ ଯେତେବେଳେ ନ ରହିବ ଦୁଶ୍ମନ ହିସାବ ହବ ସେମାନେ ଆମ ଦେଶକୁ ପଶି ଆସିବେ ଆମ ଦେଶକୁ ସବୁ ମାଡ଼ି ବସିବେ ଆମ ଦେଶକୁ ଯେତେବେଳେ ମାଡ଼ି ବସିବେ ସେଠୁ ଯୁଦ୍ଧ ଆମ ଓଡ଼ିଶା ବିଷୟରେ ଖଣ୍ଡ ପ୍ରଳୟ ହେଇଯିବ ତେଣୁ ସେମାନେ ହଉଛି ବଡ଼ ଦେଶ ତେଣୁ ତାଙ୍କର ଯଦି ଆମକୁ ଧ୍ୱଂସ କରିବା ଆମ ଦେଶକୁ ଥବ ତେଣୁ ଆମ ସରକାର ତାଙ୍କୁ ଯେତେବେଳେ ସହାୟତା ଦବ ତେଣୁ ଇଏ ହଉଛି ଇଣ୍ଡିଆ ଦେଶ ସମସ୍ତଙ୍କୁ ଆଶ୍ରୟ ଦେବ ସରକାର ଦୋଷ ନାହିଁ ତେଣୁ ସେମାନେ ମାୟା ରୂପ ଧରିକି ଆସିକି ରୁଷିଆ ଜଗନ୍ନାଥଙ୍କୁ ନେବେ ରୁଷିଆ ପରେ ପରେ ସବୁ ସରକାର ଆସିବେ ତେଣୁ ସେତେବେଳେ ତ ବିନାଶ ବେଳ ଆସିବ ଆମେ କୋଟି କୋଟି ଜନ ଥିଲେ କଣ ବଞ୍ଚେଇ ପାରିବା ଆମର ଯଦି ବଞ୍ଚେଇବେ ଆମକୁ କିଏ ଆମ ସରକାର ବଞ୍ଚେଇବେ ଆମ ସରକାର ସେମିତି ଆମକୁ ରଖିଥାନ୍ତୁ ଆମ ସରକାର ଆଜି ଯାଏଁ ଯେମିତି ରଖୁଛନ୍ତି ତେଣୁ ଆମ ସେଇ ମୋଦି ସରକାର ଆମକୁ ରଖିଥାନ୍ତୁ ତେଣୁ ଏବେ ମାଝୀ ସରକାର ବି ଅଛନ୍ତି ଯାହା ହେଲେ ଭଲ ସେ ବି କରୁଛନ୍ତି ତେଣୁ ମୁଁ ଭାବୁଥିଲି ପ୍ରଭୁ ଇଏ କରିବେ କି ନାହିଁ ତାଙ୍କର ଯୋଉ ମାନେ ସଂସ୍କାର ଗୁଡାକ ମତେ ଭଲ ଲାଗୁଛି ତେଣୁ ଏମିତି ସରକାର ଆସିଲେ ଆମ ପବ୍ଲିକ କିଛି ମିଳିବ କିଛି ସାହାଯ୍ୟ ସରକାର ପଟୁ ଜୟ ଜଗନ୍ନାଥ ଜୟ କଳ୍କିରା ହରି ବୋଲ। ବାବା ଆପଣ ତ କହିଲେ କେବଳ ପ୍ରଭୁଙ୍କର ନାମ ନେଲେ ଏଇ ଯୋଉ ଭୟଙ୍କର ସମୟ ଆସୁଛି ତାଠାରୁ ରକ୍ଷା ପାଇପାରିବା କିନ୍ତୁ ଏ ଭୟଙ୍କର ସମୟ କଣ ଏମିତି ଆଗକୁ ହବ ନା ଏମିତି ଖାଲି ବିନାଶ ପ୍ରଭୁ ପୁରା ଲେଖା ହେଇଛି ଗାଁ 20ଟା ଗାଁ ଭାଙ୍ଗିଗଲେ 20 ଜଣ ବଞ୍ଚିବା ମୁସ୍କିଲ ଗୋଟା ଗୋଟା ଗାଁରେ ଯେ 200-300 ଲୋକ ଥିବେ କୋଉ ଗାଁରେ 400 ଲୋକ ଥିବେ କୋଉ ଗାଁରେ 500 ଥିବେ କୋଉ ଗାଁରେ 60 ଲୋକ ଥିବେ ଏମିତି 20ଟା ଗାଁରେ 20ଟା ଲୋକ ରହିବା ମୁସ୍କିଲ କିଏ ଛୋଟିଆ ପିଲାଟେ ଯଦି ଧର୍ମ ବିଷୟରେ ଥବ ଆଉ କିଏ ଗୋଟେ ବୁଢାଟେ ଥବ କିଏ ଗୋଟେ ବୁଢୀଟେ ଥବ କୋଉ ଗାଁରେ ସବୁ ଥବ ସେଗୁଡାକ ସବୁ ଠାକୁର ଯେତେବେଳେ ଆସିବେ ଖଣ୍ଡ ପ୍ରଳୟ ସରିଗଲା ପରେ ଠାକୁର ତାଙ୍କୁ ନେଇକି ଛତିଆ ବଟରେ ପାଳିବେ ତେଣୁ ଆଉ ଯୋଉ ପ୍ରଜା ମାନେ ଥିବେ ଅନନ୍ତ ବଳଦେବ ଠାକୁର ରଜା ହେବେ ରଜା ହେଇକି ସେ ହଉଛି ଦିଲ୍ଲୀ ସିଂହାସନରେ ବସିବେ ଦିଲ୍ଲୀ ସିଂହାସନ କାହାକୁ କହିବା ଦିଲ୍ଲୀ ସିଂହାସନ ଯଦି ଧ୍ୱଂସ ହେଇଯିବ ଦିଲ୍ଲୀ ସିଂହାସନ କାହିଁ ଆମ ଓଡ଼ିଶା ନ ହେବ
ଆମେ କେମିତି କହିବା? ଆମେ କହିପାରିବାନି। ଇଏ ତ 600 ବର୍ଷର ଲିଖିତ। ତେଣୁ ମୁଁ ଭାବୁଛି ଦିଲ୍ଲୀ ସିଂହାସନଟା ମୋତେ ଯାହା ଜଣାପଡ଼ୁଛି ଏ ପଦ୍ମବନ ନେମାଳରେ ବୋଧେ ପ୍ରଭୁ ବିରାଜମାନ ହେବେ। ତେଣୁ ଏ କଳିର ବୋଧେ ବିନାଶ ବେଳ ଏଇଠି ହବ। ଜୟ ଜଗନ୍ନାଥ। ବାବା ଆପଣ କହୁଛନ୍ତି ବିନାଶ ହବ ଆଉ କଳି ଯୁଗ ସରିବ। କଳି ଯୁଗ ନ ସରିଲେ ସତ୍ୟ ଯୁଗ ଆସିବନି, ଅନନ୍ତ ଯୁଗ ଆସିବନି। କଳି ଲୋକ ଯେତେବେଳେ ବିନାଶ ହେଇଯିବେ ସତ୍ୟ ଯୁଗ ଆସିବ। ବାବା ଆପଣ ତାହେଲେ କହିବା କଥା କି ତାଣ୍ଡବ ଏଇଠୁ ଆରମ୍ଭ ହେଲା। ତାଣ୍ଡବ ହେଇନି, ହବ। ତାଣ୍ଡବ ଆମେ ତ ଆଜି ସୁରୁ ହଉଛି, ମହାଭାରତ କ୍ରିମ କ୍ରିମିଂ ହେଇକି ହବ। ତାଣ୍ଡବ ଯେତେ ଆମର ସମସ୍ତଙ୍କର ମାନେ ବୁଦ୍ଧି ହଜିଯିବ। ଆମେ କେହି କାହାକୁ ଚିହ୍ନି ପାରିବାନି, ବଣା ହେଇଯିବା। ଆମ ଆଖି ଥାଇ ଆମେ କଣା ହେଇଯିବା। ସେ ସମୟ ଆସିବ ଯଦି ଅନ୍ଧକାର ଚାରିଆଡ଼େ ହେଇଯିବ, ତୁମେ ମାନେ ଚାଲିପାରିବ। ଆଉ ଯଦି ଚାରିଆଡ଼େ ତେଲ ବନ୍ଦ ହେଇଯିବ, ଯୁଦ୍ଧ ଚାରିଆଡ଼େ ଲାଗିଯିବ, ଆଉ ସିଏ ତମକୁ ଦେବେ ନାହିଁ, ତମେ ତାଙ୍କୁ ଦବ ନାହିଁ, ତମେ ଆଉ ଗାଡ଼ି ଚଲେଇ ପାରିବ? କେମିତି ବଞ୍ଚିବ? ଏ ଯୋଉ ଗ୍ୟାସରେ ଆଉ ଚୁଲିରେ କେହି ଜାଳିବାକୁ ମା ମାନେ କେହି ଆଉ ଭଲ ପାଉନାହାନ୍ତି କି କାଠରେ ଜାଳିବାକୁ। ତେଣୁ ଗ୍ୟାସଟା ହଉଛି ରୋଗ। ତେଣୁ ସୂକ୍ଷ୍ମ ଦେଶ, କଳା ଲାଗିବ ନାହିଁ ହାତରେ। ତେଣୁ ସବୁ ଆମେ ସୁଖିଆଦି ଆମେ ହେଇଗଲେଣି, ମା ମାନେ ବି ସୁଖିଆଦି ହେଇଗଲେଣି। ତେଣୁ କାହାକୁ କିଛି କହିବ ନାହିଁ। ଯେ ମହିଳା ଶାସନ, ଇଏ ହଉଛି ମହିଳା ଯୁଗ ଚାଲିବ, ନାରୀ ମାନେ ରାଜୁତ କରିବେ। ଆଗକୁ ଆଉଛି ନାରୀ ମାନେ କେଶକୁ ମୁକୁଳା କରିକି ଦେଶ ଦେଶକରେ ବୁଲିବେ। ହଉଛି ନାରୀ ମାନେ ନିଜ ସ୍ୱାମୀ କି ମାନିବେନି, ପାଦେ ଖଟେଇବେ। ହଉଛି ଏଇଟା ତ ସାରା ବ୍ରହ୍ମାଣ୍ଡ ଦେଖୁଛି। ମୁଁ କଣ କହିବି? ଆପଣଙ୍କ ଘରେ ଯାହା ହଉଛି, ମୋ ଘରେ ତାହା ହଉଛି, ତା ଘରେ ତାହା ହଉଛି, ବାବାଜୀ ଘରେ ଯାହା ହଉଛି, ସାଧୁ ଘରେ ତାହା ହଉଛି, ସରକାର ଘରେ ସେ ହଉଛି, ସମସ୍ତଙ୍କ ଘରେ ହଉଛି। ଏଇଟା ତ ମାନେ ନୁଚା ଚୋରା କଥା ନୁହଁ ନା। ଇଏ ସାରା ସୃଷ୍ଟି କି ହଉଛି, ସେମିତି ଯାହା ହବା କଥା ସାରା ସୃଷ୍ଟି କି ହବ। ଆପଣ ଟିକେ ପୂର୍ବରୁ କହିଲେ କଳି କାହାକୁ ଛାଡ଼ିବନି, ନା ଆଉ କଳି ଯୋଉଠି ସେ ପ୍ରଭୁଙ୍କର ଲୀଳା ହେଉଥିବ ସେଇଠି କଳି ପ୍ରବେଶ କରିବ। ଏହାର କଣ ସତ୍ୟ? କଳି ବା ମାଗିକି ନେଇଛି। କଳିର ଯୁଗ କଣ? କଳି କଣ ହଟିଲାଣି? କଳି ଅଛି ରାଜୁତି କରୁଛି। ତା ଭିତରେ ସଂଘର୍ଷ ଚାଲିଛି। କଣ? ଧର୍ମର। ଧର୍ମ ହେଲା ପାଦେ, କଳିର ହେଲା 3 ପାଦେ, ପାପର ହେଲା 3 ପାଦେ, ଧର୍ମର ହେଲା ପାଦେ। ଆଉ ଗୋଟେ ପାଦ ରଖିବାକୁ ସିନା ଜାଗା ହେଲେ ପ୍ରଭୁ ପାଦ ଦେବେ, କାହାକୁ ଡାକିବେ? ଆମେ ତାହେଲେ ଧର୍ମ କର୍ମ ତାହେଲେ କିଛି କରୁନେ। ବାବା ତାହେଲେ କହିବା କଥା ଆପଣ କଳି କାହାକୁ ଏବେ ଛାଡ଼ିବନି। ନା, କଳି ଛାଡ଼ିବ କେମିତି? ଏମିତି ବିନାଶ ହବ, କଳି ଛାଡ଼ିବ ନାହିଁ। ବାବା ଏବେ ତ କଳି ଛାଡୁନି, ଆଗକୁ ବି ଛାଡ଼ିବନି। ଆଗକୁ ଆହୁରି ଭୟଙ୍କର ରୂପ ହବ, କଳିର ବିକାଟ ରୂପ ହବ। ଦେବୀ ମାନେ ଖପର ମୁଖା ହେବେ, ରକ୍ତ ମୁଖା। ଦେବତା ମାନେ କୂଟ କରିବେ, ଯମ ମାରିବେ, ଇନ୍ଦ୍ର ବର୍ଷା ହେବେ ନାହିଁ, ଧରିତ୍ରୀ ପାଳିବେ ନାହିଁ, ଦେବତା ମାନେ କି ଶୁଣିବେ ନାହିଁ। ସେଇଠୁ କାହାକୁ ଡାକିବ? ତେଣୁ କାହାକୁ କହିବା ଭଲ ନୁହଁ। ଯତ୍କର୍ମ ତଜ୍ଜୟ। ଆମେ ଯଦି ଧର୍ମ କର୍ମ ନ କରିଥିବା ଆମେ ଉଦ୍ଧାର ହେଇପାରିବାନି। ଯଦି ଧୀବର ଯଦି ସେମିତିଆ ଧାର୍ମିକ ଲୋକ ନ ହେଇଥାନ୍ତା, ରାମଚନ୍ଦ୍ରକୁ କଟୁ ବଚନ କହିକି ପାରିକଲା। ରାମଚନ୍ଦ୍ର ଜାଣିଥିଲେ ମୁଁ ତାକୁ କେତେ ଜନ୍ମ କଷ୍ଟ ଦେଇଥିଲି, ଆଜି ମୋ କତିରେ ଟଙ୍କାଟାଏ ନାହିଁ, ମୁଁ ଆଜି ପାରି ହେବି ସାଙ୍ଗରେ, ନିଜ ସ୍ତ୍ରୀକି ନେଇଛି, ନିଜ ଭାଇକି ନେଇଛି, କେତେ କଥା କଣ କହିବ। ପ୍ରଭୁ କଣ ଜାଣିନଥିଲେ? ଜାଣିନଥିଲେ? ପ୍ରଭୁ ସବୁ ଜାଣିଛନ୍ତି। ପ୍ରଭୁଙ୍କୁ ଆମେ ଦେଖୁନୁ, ପ୍ରଭୁ ଆମକୁ ଦେଖୁଛି। ପ୍ରଭୁ ବା ସାରା ବ୍ରହ୍ମାଣ୍ଡ ଅନ୍ତର ଭିତରେ ଖେଳନ୍ତି। ଗୋଟାଏ ଜୀବ ଦିହରେ ଖେଳନ୍ତି, ଗୋଟାଏ ପଶୁ ଦିହରେ ଖେଳିବେ, ଗୋଟେ ମାନବ ଦିହରେ ଖେଳିବେ, ଗୋଟେ ସର୍ପ ଦିହରେ ଖେଳିବେ, ଗୋଟେ ପକ୍ଷୀ ଦିହରେ ଖେଳିବେ, ଗୋଟେ ଗାଈ ଦିହରେ ଖେଳିବେ। ତେଣୁ ଆତ୍ମା, ଆତ୍ମା ହେଲା ଏକ ରୂପ, ଅଶେଷ ଅଶେଷ ରୂପ, ସେ ହେଲେ ନିରାକାର। ତେଣୁ ଆମେ ପ୍ରଭୁଙ୍କୁ ଖୋଜିଲେ ପ୍ରଭୁ ଏଇ ରୂପ ମାନବ ରୂପରେ ହେଇକି ଆସନ୍ତି। ସେମିତିଆ ଗୋଟେ ମହାନ ମାନବ ହେଇକି ଆସି ପ୍ରଭୁ ଭକ୍ତକୁ ଆସିକି ଉଦ୍ଧାର କରନ୍ତି। ବାବା ଆପଣ କହିଲେ ମା ନିଜେ ଖଡଗ ଧରିକି ଆସିବେ ବିନାଶ ପାଇଁ। ଆଉ ଆସିବେ ବା, ଏଇ ମା ମାନେ ଧରିବେ ବେଳ ପଇଲେ। ଆଉ ବିନାଶ ବେଳ କଣ କାହା ଘରେ ଥାଏ? ଏଇ ମା କାହିଁକି ନ ଗୋଡେଇକି ହାଣି ପକେଇବେନି? ସବୁ ହବ ହୁସିଆରି। ବାବା ଆପଣ କହିବା କଥା ଆଉ ଭଲ ସମୟ ନାହିଁ। ନାଇଁ, ଆଉ ଭଲ ସମୟ ଆସିବ କୋଉଠୁ? ଆପଣ ଦେଖ 27ରୁ 7 ପୂଜିବ, ବୁଝିଲ? ଏଇ 27 ଏଇଟା ହଉଛି ଭାରି ଡେଞ୍ଜର। ଏ 26 ଜାନୁଆରୀ ଜୟ ପତାକା ଉଡୁଛି। ବାବା ଆପଣ କହୁଛନ୍ତି କଳିର 2026 ବହୁତ ଭୟଙ୍କର। ଆଉ ଭୟଙ୍କର ନୁହଁ, ସବୁ ଘଟୁଛି ଦେଖୁନାହାନ୍ତି ଆପଣ। ଧନାଧନ ଘଟୁଛି ସବୁ ବିନାଶ ବେଳ। କୁଆଡେ କଣ ହେଇଯାଉଛି ଆପଣ ମାନେ ଦେଖନ୍ତୁ। ମୁଁ ତ ବାବା ତ ଏଇଟା ଯାହା ଯାହା ବାବା ଦେଖେ ନାହିଁ। ଯାହା ବାବା ଆପଣ ଆଗରୁ କହୁଥିଲେ ଏବଂ ଏବେ ଯୋଉ ସମୟଟି ଚାଲିଛି, ଆଗକୁ ଆଗକୁ ବେଶୀ ହବ। ଏଇ ଯୋଉ ମିନ ଶନିର ସଂଯୋଗଟି ଚାଲିଛି ଏବେ, ଏ କଣ ଆଉ ତାର ପ୍ରଭାବ? କଳିର ଏବେ ଆମେ କହିଦେଲେ ହବନି। କଳିର ସତ୍ୟର ଲଢେଇ ଚାଲିବ। ଯେତେ ଦିନ କଳି ହଟିବ ସେତିକି ଦିନ ପରେ ଯାଇ ସତ୍ୟ ପଶିବ।
आमे काली सकाळे कहिदेले कि अमक दिन कहिदेले कि आउ 6 मास पछरे सत्य पसिबो नाय हबो नै कलिर लोक हटिला परे कली रजा हटिला परे सत्य लोक सत्य प्रचार हबो सेमिति हबो नै आज्ञा के करिवे मु बाबाजी भेक धरिबि मो कर्म ठीक नथबो ता माने मु कली लोक मु भी परीक्षा देबी ना महापुरुष लिखिचंती बा कालिया बोधारे एकाक्षर परीक्षा साराला करिवे को मां को हम ठकी दबा जे सारा ब्रह्मांड कथा जानते गोटी गोटी लोक जेमती करुणा परीक्षा आइतला सेमती गोटा गोटा परीक्षा हेबे समय साधु हेबे पब्लिक भी हेबे समस्त परीक्षा देबे काई देबे बंचिबो केमती तमे आस्तल मरते कोन कर्म करछो धर्म कर्म कोन करछो कोन हिसाब दबो टांकी नानी बसी अच्छी कड़ा गंडा करुच्ची राति तो पाइलानी पाहिबाकू हेलानी न बजिलु राम हरि काल नब बाल धरी केते कथा कहूचु रे छाती तो पुलाई आसीचु अढ़ाई दिन को कहूचु तू तो जीव बुलई केते कथा कहूचु जीव बुलई मते अंटा हलई देखौचु केते फुलई ये फुलई जुग तोर चलिबो नाही आउ किस परा आउ बलिबो नाही विनाश जोग जेबे होइबो तोर रक्त नदी रे परा सोइबे बर बाबा आपण बहुत अद्भुत कथा कहते ये सब कथा जिते आम दर्शक बंधु शुणे अनेक भयभीत हे कौन हम 10 बंधु कौन बंद करेंगे कई बंद करेंगे किए क्या बंद कर मरण आ जन्म कई बंद करना आमर धर्म कर्म किसी थे आम जो मरण कतु बंची आसवा जदि धर्म कर्म न तो मरण कतु बंचा कि विनाश हवा आपण जदि धर्म आड़ को जाइए साधु संघ करुवे आपण को बापा माँ किसी करेंगे कि देवता डाकी आपण 3 पुरुष 4 पुरुष धर्म गड़ी गड़ी आसिले साधु संघ है नहीं तो है नहीं साधु को जाकि दर्शन कर मुंडिया मारिक 100 टंका देदेले भी हेनी साधु संस्कार आम जाने आम तो निज संस्कार ना साधु कौन आणिक घर पूरीदवा हम ना अनेक तो भयंकर कथा सब आप कहले घड़ी मुहूर्त रक्षा पाइबा केवल ही से प्रभुंकर नाम नाम आउ कि नहीं सत्कर्म तेणु प्रभु समंतिक घटे खेलिबे गुप्तरे सुदर्शन चक्र भलिया आपण को अंतरे अंतरे ये माने प्रभु मारुची ना आमे मारुचे प्रभु का घटे पशि कौन कर देश रख प्रभु कौ रूप आसो से मानव रूप आसो से भक्त रूप आसो प्रभुंकर तो अशेष रूप अशेष माया प्रभु आमे कहीं कहवा आमे तो भक्त ही पारे प्रभु को समुद्र बाली गणी हम नहीं प्रभुंकर रूप जानी हम नहीं प्रभु तो समुद्र जन्म प्रभु तो पहाड़ जन्म प्रभु तो मीनर जन्म प्रभु तो सब तो धरती जन्म प्रभु तो अनंत प्रभुंकर तो आदि अंत नहीं प्रभु विषय आम कौन जाना प्रभु सब घट भितर खेलुंट तेणु प्रभु को आम केमी चिन्हवा प्रभु को सांगे भाव नगैले जमती महापुरुष मैंने नगैले आउ केड़े केड़े भक्त भीम बई दासिया बरी बंधी महांती आम ना नेखाई आम भक्त हेनु आबे परीक्षा आम पड़ीचु आमको भी प्रभु छाड़े आम कहू आम ना मालिका देखाई आम बड़ ना आमर पादे पादे के परीक्षा अच्छी आज्ञा बाबा आपको बहुत बहुत धन्यवाद दर्शक बंधु आप सीधा सड़क शुणुले बेणु बाबा आम सहित आज जोड़ी होते किंतु जेहेतु आज समय हो जाए ये विराम देचु आ एक नूतन अध्याय आप सहित साक्षात हम रोचु जय श्री जगन्नाथ जय पंचसखा।